ହୋଶେୟ ଅଧ୍ୟାୟ 11। ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିଶରରୁ ଡାକିଲୁ। ସେମାନେ ଯେତେ ସେମାନଙ୍କୁ ଡାକିଲେ ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ। ସେମାନେ ବାଲ୍ ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଲେ। ତଥାପି ଆମ୍ଭେ ଇଫ୍ରାଇମକୁ ଚାଲିବା ପାଇଁ ଶିଖାଇଲୁ। ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବହିଲୁ। ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ। ଆମ୍ଭେ ମନୁଷ୍ୟର ବନ୍ଧନୀ ଅର୍ଥାତ୍ ପ୍ରେମର ଅଜୁ ଦ୍ୱାରା ସେମାନଙ୍କୁ ଆକର୍ଷଣ କଲୁ ଓ ଆମ୍ଭେ ସେମାନଙ୍କ କଳପାଟିରୁ ଜୁଆଳି ଉଠାଇ ନେବା ଲୋକତୁଲ୍ୟ ହେଲୁ ଓ ଆମ୍ଭେ ସେମାନଙ୍କ ଆଗରେ ଖାଦ୍ୟ ରଖିଲୁ। ସେ ମିଶର ଦେଶକୁ ଫେରିଯିବ ନାହିଁ, ମାତ୍ର ଅସୁରୀୟ ତାହାର ରାଜା ହେବ, କାରଣ ସେ ଫେରିଆସିବାକୁ ଅସମତ ହେଲା। ପୁଣି ସେମାନଙ୍କର ନିଜ ମନ୍ତ୍ରଣା ସକାଶୁ ସେମାନଙ୍କ ନଗର ସକଳର ଉପରେ ଖଡ୍ଗ ପଡ଼ିବ, ତାହାର ଅର୍ଗଳ ସକଳକୁ ସଂହାର କରିବ ଓ ସେମାନଙ୍କୁ ଗ୍ରାସ କରିବ। ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି। ଲୋକମାନେ ଊର୍ଦ୍ଧ୍ୱସ୍ତଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ହେଁ କେହି ତାହାଙ୍କର ପ୍ରଶଂସା କରେ ନାହିଁ। ହେ ଇଫ୍ରାଇମ୍, ଆମ୍ଭେ କି ରୂପେ ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କି ରୂପେ ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କି ରୂପେ ତୁମ୍ଭକୁ ଅଦ୍ମାର ତୁଲ୍ୟ କରିବା? ଆମ୍ଭେ କି ରୂପେ ତୁମ୍ଭକୁ ଶବଇନ୍ଦ୍ର ତୁଲ୍ୟ ରଖିବା? ଆମ୍ଭର ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି। ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି। ଆମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତା ସଫଳ କରିବା ନାହିଁ। ଆମ୍ଭେ ଇଫ୍ରାଇମକୁ ବିନାଶ କରିବା ପାଇଁ ଫେରିବା ନାହିଁ, କାରଣ ଆମ୍ଭେ ପରମେଶ୍ୱର ଅଟୁ, ମନୁଷ୍ୟ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ। ଆମ୍ଭେ ନଗର ମଧ୍ୟରେ ପ୍ରବେଶ କରିବା ନାହିଁ। ସେମାନେ ସଦାପ୍ରଭୁଙ୍କର ପଶ୍ଚାତଗମନ କରିବେ। ସେ ସିଂହତୁଲ୍ୟ ଗର୍ଜନ କରିବେ, ଆଉ ସେ ଗର୍ଜନ କଲେ ପଶ୍ଚିମ ଦିଗରୁ ସନ୍ତାନମାନେ ଥରଥର ହୋଇ ଆସିବେ। ସେମାନେ ପକ୍ଷୀ ପରି ମିଶରରୁ ଓ କପୋତ ପରି ଅସୁର ଦେଶରୁ ଥରଥର ହୋଇ ଆସିବେ। ପୁଣି ଆମ୍ଭେ ସେମାନଙ୍କୁ ସେମାନଙ୍କ ଗୃହରେ ବାସ କରାଇବା। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଇଫ୍ରାଇମ୍ ମିଥ୍ୟା କଥାରେ ଓ ଇସ୍ରାଏଲ ବଂଶ ପ୍ରବଞ୍ଚନାରେ ଆମ୍ଭକୁ ଘେରୁଅଛନ୍ତି। ମାତ୍ର ଜିହୁଦା ଏବେ ହେଁ ପରମେଶ୍ୱରଙ୍କ ସହିତ କର୍ତ୍ତୃତ୍ୱ କରୁଅଛି ଓ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ହୋଇ ରହିଅଛି।